ବର୍ତ୍ତମାନ ଆମମାନେ ଆସନ୍ତୁ ସମସ୍ତ ଗୌରବ ପାଇବା ପାଇଁ ପ୍ରଭୁ ତୁମେ ଏକମାତ୍ର ଯୋଗ୍ୟ ପରମେଶ୍ୱର। ସମଗ୍ର ସୃଷ୍ଟି ଆଉ ସେ ସ୍ୱର୍ଗ ପୃଥିବୀ ସମସ୍ତେ ତୁମର ଜୟଗାନ କରନ୍ତି। ପ୍ରାତଃ କାଳରୁ ତୁମେ ଆମମାନଙ୍କ ପାଇଁ ଏକ ସୁଯୋଗ ଦେଇଛ, ଯେମିତି ଆମମାନଙ୍କ ସୃଷ୍ଟିକର୍ତ୍ତାଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ, ତାଙ୍କୁ ଆବା ପିତା ବୋଲି ଡାକିବା ପାଇଁ। ପ୍ରଭୁ ଆମମାନେ ତୁମକୁ ଧନ୍ୟବାଦ ଦଉଛୁ। ଆମମାନଙ୍କର ଏ ଯୋଉ ଛୋଟ ପରିବାରକୁ ତୁମେ ପରିବର୍ଦ୍ଧିତ କରୁଛ, ତାକୁ ଆହୁରି ସୁନ୍ଦର ସୁନ୍ଦର ଆମମାନଙ୍କ ମଧ୍ୟରେ ଆତ୍ମା ତୁମେ ଯୋଡୁଛ ପ୍ରତିଦିନ। ସମସ୍ତେ ଆଶୀର୍ବାଦର ଭାଗୀ ହେଉଛନ୍ତି ପ୍ରଭୁ। ସମସ୍ତଙ୍କ ଉପରେ ତୁମର ସେ ସ୍ନେହପୂର୍ଣ୍ଣ କରୁଣା ଦୟା ରୂପ ମୁକୁଟ ତୁମେ ଢାଙ୍କି ଦଉଛ। ସେମାନଙ୍କୁ ତୁମର ସେ ଆବୃତ ସ୍ଥାନରେ ରଖୁଛ ପ୍ରଭୁ। ଆଉ ସର୍ବଶକ୍ତିମାନଙ୍କ ଛାୟା ତଳେ ତୁମେ ସେମାନଙ୍କୁ ଘୋଡାଇକି ରଖିଛ। ପ୍ରଭୁ ଆମମାନେ କେତେ ଭାଗ୍ୟବାନ ଭାଗ୍ୟବତୀ। ତୁମର ସେ ପ୍ରୋଟେକ୍ସନ ଆମମାନଙ୍କୁ ତୁମେ ଦଉଛ। ଆଜି ଆମମାନଙ୍କର ମଧ୍ୟରେ ପ୍ରଭୁ ଆମମାନଙ୍କର ପ୍ରିୟ ଅହଲ୍ୟା ମନୋବତ ସିଷ୍ଟର, ତାଙ୍କର ଜୀବନରେ ଆଜି ଏକ ସୁନ୍ଦର ବର୍ଷ ତୁମେ ଯୋଡ଼ିଛ ପ୍ରଭୁ। ଏ ବର୍ଷ ଆନନ୍ଦର ବର୍ଷ, ଶାନ୍ତିର ବର୍ଷ, ଆଶୀର୍ବାଦର ବର୍ଷ ହଉ। ହଁ ପ୍ରଭୁ, ତାଙ୍କର ଯୋଉ ଜୀବନର ସାକ୍ଷ୍ୟ ସେ ବହନ କରିକି ଆଜି ଆମମାନଙ୍କୁ ବାଣ୍ଟିଛନ୍ତି, ଯେ ତୁମର ଅଲୌକିକ ଶକ୍ତି, ସାମର୍ଥ୍ୟ, ଅସମ୍ଭବକୁ ସମ୍ଭବ କରିବାର ଯୋଉ ସାମର୍ଥ୍ୟ ତୁମ ପାଖରେ ଅଛି, ତାକୁ ସେ ଅନୁଭବ କଲେ। ତାଙ୍କ ପରିବାର ସେମାନେ ଦେଖିଲେ, ତୁମକୁ ଚାଖିଲେ। ତୁମର ମଙ୍ଗଳ, ତୁମେ ଯେ ମଙ୍ଗଳମୟ ଈଶ୍ୱର, ସେମାନେ ସମସ୍ତ ଭାବରେ ତୁମକୁ ପରୀକ୍ଷା କରିକି ଆଜି ତାଙ୍କ ସାକ୍ଷ୍ୟ ପ୍ରଦାନ କଲେ ପ୍ରଭୁ। ଏଇ ସାକ୍ଷ୍ୟ ଆମ ପ୍ରତ୍ୟେକଙ୍କର ଜିହ୍ୱାରେ ଆଜି ନିଶ୍ଚିନ୍ତ ଭାବରେ ପ୍ରଭୁ ସ୍ଥାନ ପାଇବ। କାରଣ ପ୍ରଭୁ, ତୁମ ପରି ଈଶ୍ୱରଙ୍କୁ ଯଦି ଆମେ ଗୌରବ ନ ଦବା, କାହାକୁ ଦବା? ହଁ ପ୍ରଭୁ, ଆମମାନେ ସମସ୍ତେ ଖୁସି ଅହଲ୍ୟା ସିଷ୍ଟରଙ୍କର ସାକ୍ଷ୍ୟ ଶୁଣି। ଯାହା ସେମାନେ ଆଶା କରିନଥିଲେ, ଯାହା ସେମାନେ ଦେଖିବାକୁ ପାରିନଥିଲେ, ତାଙ୍କ ବଜେଟ ପରମିଟ କରୁନଥିଲା, ମାତ୍ର ତୁମେ ସେ ସବୁ ସୀମାର ବାଡ଼ ଭାଙ୍ଗି ଦେଲ। ଆହୁରି ତାଙ୍କୁ ବିସ୍ତାରିତ ପ୍ରସାରିତ ହବା ପାଇଁକା ସୁଯୋଗ ଦେଲ, ସୁବିଧା ଦେଲ, ଆଉ ତାଙ୍କ ପାଇଁ ଗୋଟେ ଉପାର୍ଜନର ବାଟ ବି ଖୋଲିଦେଲ। ପ୍ରଭୁ, ତୁମର ପବିତ୍ର ନାମକୁ ଧନ୍ୟବାଦ ଦଉଛୁ। ଆମର ଯେତେ ମା ମାନେ ଏଠି ଜଏନ କରିଛନ୍ତି, ସମସ୍ତଙ୍କ ପାଇଁ ଆମେ ଧନ୍ୟବାଦ ଦଉଛୁ। ସେମାନେ ହଉଛନ୍ତି ପ୍ରକୃତରେ ଘରର ରକ୍ଷାକର୍ତ୍ତା। ସେମାନେ ହଉଛନ୍ତି ସେ ଘରକୁ ସେମାନେ ପରିଚାଳନା କରୁଛନ୍ତି। ଆଉ ସେମାନଙ୍କର ଆଣ୍ଠୁ ଯେତେବେଳେ ପାତିବ, ତୁମର ସେ ଆଶୀର୍ବାଦ ସ୍ୱର୍ଗରୁ ଝରିବ, ସେ ବର୍ଷାର ଧାରା ପରିକା ଝରିବ, ଆଉ ସେ ପରିବାର ଆଶୀର୍ବାଦ ପାଇବ। ଆଉ ଯୋଉଠି ସେମାନେ ଯାଆନ୍ତି, ସେମାନେ ତୁମର ସେ ଆଶୀର୍ବାଦ, ତୁମର ସେ ଉପସ୍ଥିତିକୁ ଘେନିକିରି ଯାଆନ୍ତି। ସୁନ୍ଦର ସୁଯୋଗ ଦେଲ, ସୁନ୍ଦର ସାକ୍ଷ୍ୟ ଦେଲ, ସୁନ୍ଦର ବାକ୍ୟ ଦେଲ, ଏବଂ ସୁନ୍ଦର ଆରାଧନାରେ ଆମମାନଙ୍କୁ ଆଜି କଢେଇ ଦେଲ। ଏସବୁ ପାଇଁ ଧନ୍ୟବାଦ ଦେଇ ଅହଲ୍ୟା ସିଷ୍ଟରଙ୍କୁ ତୁମରି ଚରଣ ତଳେ ପ୍ରଭୁ ସମର୍ପଣ କରି, ଯୀଶୁଙ୍କର ପବିତ୍ର ବହୁମୂଲ୍ୟ ରକ୍ତ ଆମ ପ୍ରତ୍ୟେକଙ୍କ ଉପରେ ସ୍ପ୍ରିଙ୍କଲ କରି କଭର କରି ସେଭ୍ କରୁଛୁ। ଯୀଶୁଙ୍କ ନାମରେ ମାଗିଲେ ଶୁଣ, ଗ୍ରହଣ କର। ଆମେନ୍। 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 ଧନ୍ୟବାଦ ଦିଏ ପିତା ପରମେଶ୍ୱର। ଆମମାନଙ୍କର ପ୍ରିୟ ଭଉଣୀ, ଆମମାନଙ୍କର ଅହଲ୍ୟା ମନବୋଧ ଭଉଣୀକୁ ତୁମେ କେତେ ଦୟା, କେତେ ଅନୁଗ୍ରହ କରିଅଛ। ସତରେ ପ୍ରଭୁ, ଆଜିର ତାଙ୍କର ସାକ୍ଷୀ ନିମନ୍ତେ ଧନ୍ୟବାଦ ଦେଉଛି, ଯେ ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ତୁମେ ତାଙ୍କ ଜୀବନରେ କାର୍ଯ୍ୟ କରିଅଛ, ଯାହା ମାଗିବା ଭାବିବା ଠାରୁ ଅଧିକ। ହଁ ପ୍ରଭୁ, ସେ କହୁଥିଲେ ପ୍ରଭୁ, ଆଉ ସେ ଯାହା ମାଗିଛନ୍ତି ତାଠାରୁ ବଳି ତୁମେ ଦେଇଅଛ, ସେ କସର ତୁମେ ଦେଇଅଛ ପ୍ରଭୁ। ହଁ ପ୍ରଭୁ, ତୁମେ ସେ ପ୍ରକାର ଦେବା ପରମେଶ୍ୱର, ସେ ପ୍ରକାର ଆଶୀର୍ବାଦ ଢାଳି ଦେବା ପରମେଶ୍ୱର। ପ୍ରଭୁ, ଆମମାନଙ୍କର ପ୍ରାର୍ଥନା, ଭଉଣୀଙ୍କର ପ୍ରାର୍ଥନା, ଭାଇ ଯତୀନ୍ଦ୍ର ଭାଇ ଆଉ ଆମମାନଙ୍କର ଅହଲ୍ୟା ଭଉଣୀଙ୍କର ପ୍ରାର୍ଥନା ତୁମେ ଶୁଣିଅଛ। ତାଙ୍କର ପିଲାମାନେ ପ୍ରଭୁ, ପ୍ରଭୁ ଧର୍ମେଶ ଆଉ ରୂପଶ୍ରୀ, ଏମାନଙ୍କର ଏ ଚାରି ପ୍ରାଣୀ, ଏ ପରିବାରର ପ୍ରାର୍ଥନାକୁ ତୁମେ ଶୁଣିଅଛ। ଆଉ ପ୍ରଭୁ ଦ୍ୱିଗୁଣ ଆଶୀର୍ବାଦ କରିଅଛ, ସେଥିପାଇଁ ଧନ୍ୟବାଦ। ଯେଉଁ ସମୟରେ ସେମାନେ ତଳ ମହଲା ଘର
କରିବା ପାଇଁ ଇଚ୍ଛା କରି ଉପର ମହଲାଟା ପାରିବନି କହିଥିଲେ, କିନ୍ତୁ ତୁମେ ପ୍ରଭୁ ଡବଲ ଆଶୀର୍ବାଦ କରି ସେ ଉପର ଘର ତଳ ଘର ତୁମେ କମ୍ପ୍ଲିଟ୍ କରିବାକୁ ଦେଲ। ତତ୍ ସହିତ ପ୍ରଭୁ ଆଉ ସେଥିର ନିମନ୍ତେ ଏକ ଉତ୍ତମ ପ୍ରଭୁ ତୁମେ ହିଁ ପ୍ରଭୁ ଉତ୍ତମ ଉପାର୍ଜନର ପନ୍ଥାକୁ ତୁମେ ଆଉ ଖୋଲିଦେଲ। ପ୍ରଭୁ ଭାଇ ଯଦି ରିଟାୟାର୍ଡ଼ କରିଛନ୍ତି, କିନ୍ତୁ ପ୍ରଭୁ ତୁମେ ତାଙ୍କୁ ଆଶୀର୍ବାଦ କରିଅଛ। ପ୍ରଭୁ ତୁମର ନାମକୁ ଧନ୍ୟବାଦ ଦେଉଛି। ଆଜି ଆମେ ଅହଲ୍ୟା ଭଉଣୀ ପାଇଁ ପ୍ରାର୍ଥନା କରୁଛୁ। ପ୍ରଭୁ ତାଙ୍କୁ ତୁମେ ଆଶୀର୍ବାଦ କର, ଆହୁରି ଦୀର୍ଘାୟୁ ଦେଇ ଆହୁରି ବିଶ୍ୱାସରେ ଦୃଢ଼ୀଭୂତ କର, ଆହୁରି ଅନୁଗ୍ରହ ଦୟା ମଙ୍ଗଳ ଦାନରେ ପରିପୂର୍ଣ୍ଣ କର। ତାଙ୍କୁ ତୁମେ ପ୍ରଭୁ ଉତ୍ତମ ସ୍ୱାସ୍ଥ୍ୟ ଦେ ପ୍ରଭୁ, ଏବଂ ସର୍ବଦା ତୁମଠାରେ ସେହି ପ୍ରକାରେ ପ୍ରଭୁ ଧନ୍ୟବାଦର ଜୀବନ କାଟିବା ପାଇଁ ସାହାଯ୍ୟ କର। ଏହି ବର୍ଷଟି ତାଙ୍କ ପାଇଁ ଏକ ଆଶୀର୍ବାଦର ଅନୁଗ୍ରହର ବର୍ଷ ହେଉ, ପରିତ୍ରାଣର ବର୍ଷ ହେଉ, ଅନେକ ହଜାର ଆତ୍ମାକୁ ଲାଭ କରିବାର ବର୍ଷ ହେଉ। ଓ ଲର୍ଡ଼ ତୁମଠାରେ ବଢ଼ିବାର ବର୍ଷ ହେଉ। ଓ ପ୍ରଭୁ ବାକ୍ୟର ସାକ୍ଷ୍ୟରେ ବଢ଼ିବାର ବର୍ଷ ହେଉ। ପ୍ରଭୁ ସପରିବାରକୁ ତୁମେ ଆଶୀର୍ବାଦ କର ଯୀଶୁ ନାମରେ ମାଗି ପିତା। ପ୍ରଭୁ ସମସ୍ତ ପ୍ରାର୍ଥନା ଶୁଣିଥିବା ଲାଗି ଧନ୍ୟବାଦ ଦେଉଛି ମୋର ପରମେଶ୍ୱର ପିତା। ସମସ୍ତ ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରେମମୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ମାଗି ପିତା। ଆମେନ୍। ହାଲେଲୁୟା।